ସାର୍ କଣ କହିବେ ଆଜି ଯାତ୍ରା ଗଙ୍ଗୋତ୍ରୀର ପ୍ରଥମ ନାଟକ ଫାଇନାଲ ବିଜେ ଆଉ ଆମେ ପ୍ରଥମ ଯେତେବେଳେ ଓପନିଂ ହେଇଥିଲା ଆଖଡ଼ା ପୂଜା ଦିନ ଆମେ ଆସିଥିଲୁ ଆପଣଙ୍କର ମତାମତ ନେଇଥିଲୁ ଆଉ କଣ କହିବେ ଆଜି ପ୍ରଥମ ନାଟକ ଯେତେବେଳେ ଫାଇନାଲ ବିଜେ ହଉଛି ତେବେ କଣ କହିବେ? ନମସ୍କାର, ଜୟ ଜଗନ୍ନାଥ। ଆଜି ପବିତ୍ର ସନ୍ଧ୍ୟାରେ ଆମ ଯାତ୍ରା ଗଙ୍ଗୋତ୍ରୀର ଆଜି ପ୍ରଥମ ବହି ଆଜି ଆମେ ଉଦ୍ଘାଟନ କରିବାକୁ ଯାଉଛୁ। ତେଣୁକରି ଦେଖନ୍ତୁ, ଯାତ୍ରା କେବଳ ମନୋରଞ୍ଜନ ପାଇଁ ନୁହେଁ, କେବଳ ହାସ୍ୟ ମଜା କେବଳ ତା ପାଇଁ ନୁହେଁ। ଏହା ଆମର ସଂସ୍କୃତି, ଆମର କଳା, ଆମର ପରମ୍ପରା। ଆଗରୁ ଆପଣମାନେ ଜାଣିଥିବେ ଯେତେବେଳେ ଯାତ୍ରାଟି ହୁଏ, ଛୋଟ ଛୋଟ ପିଲାମାନେ ଟିକେ ଖୁସିରେ ଲାଜେଇ ଯାଆନ୍ତି। ବଡ଼ 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 ଲୋକମାନେ ତାଙ୍କର ପୁରୁଣା ସ୍ମୃତିକୁ ସାଉଁଟିବା ପାଇଁ ଚେଷ୍ଟା କରନ୍ତି। ତେଣୁକରି ଯାତ୍ରା ଆସିଲେ ମାନେ ଆପଣମାନେ ଲକ୍ଷ୍ୟ କରିଥିବେ ସମସ୍ତେ ଗାଁ ଏକାଠି ହେଇଯାଆନ୍ତି, ପରିବାର ଏକାଠି ହେଇଯାଆନ୍ତି। ତେଣୁକରି ଯାତ୍ରା ଏକ ଆମର ଯାତ୍ରା କିଛି ନୁହେଁ, ଯାତ୍ରା ଆମ ପରସ୍ପର ଯେତେବେଳେ ଆମର ଦେଖୁଛନ୍ତି ଆମର ଆଖପାଖରେ ହେଉଥିବା ଜିନିଷ ମାନଙ୍କର ଏକ ଜୀବନ୍ତ ଉଦାହରଣ ମାତ୍ର। ତେଣୁକରି ଆମେ ତ ଆଶା କରିବୁ ଯେଉଁ ପିଢ଼ିମାନେ କେବଳ ଆମର ସଂସ୍କୃତି କଳାକୁ ମୋବାଇଲ ଆଉ ସିନେମା ମଧ୍ୟରେ ସୀମିତ କରି ରଖନ୍ତୁ ନାହିଁ, ଯାତ୍ରା ଆସନ୍ତୁ। ଏହା ଏକ ଜୀବନ୍ତ ଉଦାହରଣ। ଆପଣ ଯାହା ଦେଖିବେ ଜୀବନ୍ତ ସନ୍ଦେଶ ଦେଖିବେ। ତେଣୁକରି ଆମେ ସମସ୍ତଙ୍କୁ ଆହ୍ୱାନ କରିବୁ, ଆପଣ ଆସନ୍ତୁ, ଦେଖନ୍ତୁ। ଆମେ ଆଶା କରିବୁ ଆଜି ଯେଉଁ ଆପଣ ଆମର ଯେଉଁ ପ୍ରଥମ ବହିଟି ହେଉଛି ସମସ୍ତଙ୍କ ମନକୁ ଛୁଇଁବ। ଆମେ ବି ଚାହିଁବୁ ଆପଣମାନେ ବି ଦେଖନ୍ତୁ, ଆପଣ ବି ଆପଣଙ୍କର ମତାମତ ଦିଅନ୍ତୁ ଆପଣଙ୍କର କ'ଣ ଅଛି ନା। କହିବା କଥା ଯୋଉ ନାଟକକୁ ନେଇକି ଆମେ ବହୁତ ଅନୁଷ୍ଠାନରେ ରିଭ୍ୟୁ ନଉଥିଲୁ କିଛି ଅନୁଷ୍ଠାନର ନାଟକ ଏମିତି ଆଖି ଦୃଷ୍ଟିଆ ନାହିଁ ଯାହାକି ଦର୍ଶକ ରିଭ୍ୟୁ ଦେଇସାରେ କାହିଁକିନା ଆମେ ସେଟା ସର୍ବଜନୀନ କରିପାରିବୁ ନାହିଁ ଯେହେତୁ ଚାଲିଛି। ଆପଣ ଏଇ ଯୋଉ ନାଟକ ହେଲା କେତେ ସୋସିଆଲ ମେସେଜ କେତେ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା ରଖିଛୁ? ଦେଖନ୍ତୁ, ଯାତ୍ରା ଦୁଇ ପ୍ରକାରର। ଗୋଟେ ହେଲା ଆପଣଙ୍କର ସୋସିଆଲି ଆପଣଙ୍କର କ'ଣ ମେସେଜ ଦେଉଛନ୍ତି, ଆଉ ଗୋଟେ ବର୍ତ୍ତମାନର ଯେଉଁ ମଡ଼ର୍ଣ୍ଣ ଜେନେରାଲି ଆପଣମାନେ କାହିଁକି ଯାତ୍ରାକୁ ଆଜିକାଲି ଲୋକ ମାନେ ଟିକେ ଘୃଣା ଚକ୍ଷୁ ତ କହିବିନି, ଟିକେ ନିମ୍ନମାନରେ ଦେଖୁଛନ୍ତି, କାହିଁକିନା ସେଥିରେ ଆଜିର ଆଧୁନିକତା ପଶି ଆସିଛି। ଯୋଉଥିପାଇଁ ଯାତ୍ରାର ଜନ୍ମ ହେଇଥିଲା ଆମେ କହିପାରିବା ସେଟା ଆଉ ଆଜିକାଲି ନାହିଁ ଯାତ୍ରା। ତେଣୁକରି ସେଇଥିପାଇଁ ଆଜିକାଲି ଦର୍ଶକ ଆପଣମାନେ ଘୃଣା କରୁଛନ୍ତି। ଯଦି ଆମେ ସେଇ କଳା ସେଇ ସଂସ୍କୃତିକୁ ଆମେ ଦେଖେଇ ପାରିବା, ଦେଖନ୍ତୁ ଜଗନ୍ନାଥ, ଆମ ଓଡ଼ିଶା ହେଲା ଜଗନ୍ନାଥଙ୍କ ରାଜ୍ୟ, କଳା ସଂସ୍କୃତି ରାଜ୍ୟ। ଯଦି ଆମେ କଳାକୁ ବଞ୍ଚେଇ ରଖିବା ପରେ ଆମେ କଳାକୁ ଦେଖେଇବାର ଅଛି, ଆମେ ସେଥିରେ ଅଶ୍ଳୀଳତା କିମ୍ବା କିଛି ଆଧୁନିକତା ପଶିବା ଦରକାର। ଆଧୁନିକତା କୋଉଥିରେ ହେବା ଦରକାର? ଟେକ୍ନୋଲୋଜିରେ ଆମେ ଆଧୁନିକତା ଆଣିବା ଦରକାର। ଆମେ ଆଉ କ'ଣ ଲୋକମାନଙ୍କୁ ନୂଆ ଦେଖେଇ ପାରିବୁ ସେଇଥିରେ ଆଧୁନିକତା ଆଣିବା ଦରକାର। ତାମାନେ ନୁହେଁ ଯେ ଆମେ କଳାକୁ ଯୋଉ ଆଧୁନିକତା କରିକି ଅଶ୍ଳୀଳତା ନାଁରେ କି ଅଲଗା କିଛି ନାଁରେ ଆମେ ଆଧୁନିକତା କରିକି ସେଭଳି ଦେଖନ୍ତୁ ଜଟଣୀ ଗଣେଶ ପୂଜାରେ ଗୋଟେ ଅନୁଷ୍ଠାନରେ ସେଇ ଅଶ୍ଳୀଳତାକୁ ନେଇ ଗୋଟେ ମାନେ ବହୁତ ବଡ଼ ଇସ୍ୟୁ ହେଇଥିଲା। ମାନେ ଏମିତି ହେଲା ଚେୟାର ଫୋପଡ଼ା ଫୋପଡ଼ି ହେଲେ ଲାଷ୍ଟକୁ ତାଙ୍କର ଗୋଟେ ମୂଲ୍ୟବାନ କାରର କାଚ ଭାଙ୍ଗିଲା। ଏସବୁ କ'ଣ ଯାତ୍ରା ପାଇଁ ନିହାତି ଆବଶ୍ୟକ? ଦେଖନ୍ତୁ, ଆକ୍ଚୁଆଲି ଯାତ୍ରା ପାଇଁ ଦରକାର ନୁହେଁ, କିନ୍ତୁ ଯାତ୍ରା ଯଦି ଆମେ ଲୋକଙ୍କର ଭାବନାକୁ ବୁଝିବା। ଦେଖନ୍ତୁ, ଆପଣ ଯେଉଁ ଗୋଟିଏ କମ୍ପାନୀର ଜିନିଷ କେତେବେଳେ କିଣୁଛନ୍ତି, ସେ ଆପଣ ଆଡଭର୍ଟାଇଜ କଲାବେଳେ। ଯଦି ଆପଣ ଆଡଭର୍ଟାଇଜ ନ କରିବେ ସେ ତ କିଣିବନି ନିହାତି। ତେଣୁକରି ଆପଣ ସେ ଯାତ୍ରାରେ ଯଦି ସେ ଅଶ୍ଳୀଳତାକୁ ପରିବେକ୍ଷଣ କୌଣସି ପାର୍ଟି ନ କରିବେ, ଲୋକମାନେ ତ ଅଶ୍ଳୀଳତା କେବେ ହେଲେ ଚାହିଁବେନି ଯାତ୍ରାରେ, ଚାହିଁବେ। ତେଣୁକରି ଦେଖନ୍ତୁ, ଗୋଟିଏ ବର୍ଗ ଅଛନ୍ତି, କିଛି ଗୋଟିଏ ବର୍ଗ ନୁହନ୍ତି, ବହୁତ କ୍ଷୀଣ ବର୍ଗ ମୁଁ କହିବି, ଯେଉଁମାନେ ଅଶ୍ଳୀଳତାକୁ ପ୍ରୟୋଗ ମାନେ ଆପଣ ଅଗ୍ରାଧିକାର ଦେଉଥାଇ ପାରନ୍ତି। କିନ୍ତୁ ଯେଉଁ ବଡ଼ ବର୍ଗ ଯେଉଁ ଅଛନ୍ତି, ଯେଉଁମାନେ ଆମର କଳା ସଂସ୍କୃତିକୁ ଭଲ ପାଉଛନ୍ତି, ସେମାନେ କେବେ ବି ଅଶ୍ଳୀଳତାକୁ ପ୍ରଶ୍ରୟ ଦେଉନାହାନ୍ତି। ତେଣୁକରି ମୋ ମତରେ କେବେ ବି କଳା ଏକ ବହୁତ ବଡ଼ ଜିନିଷ। ଅଶ୍ଳୀଳତା ତ କିଛି ନୁହେଁ, କଳାରେ କୌଣସି ମାତ୍ରାରେ ବି ସ୍ଥାନ ନାହିଁ ଅଶ୍ଳୀଳତା। ତେଣୁକରି ଅଶ୍ଳୀଳତା ସେମିତି କିଛି ନାହିଁ। ଅଶ୍ଳୀଳତା କେବେ ବି ଜରୁରୀ ନୁହେଁ, କୌଣସି କାମରେ ବି ଜରୁରୀ ନୁହେଁ। ଯଦି କହିବା ଗୋଟେ ଚଳଚ୍ଚିତ୍ର ଯଦି ଆଜି ରିଲିଜ ହଉଛି, ଯାତ୍ରା ପେଣ୍ଡାଲରେ ତାର ପ୍ରଚାର ପ୍ରସାର କରାଯାଉଛି କେବଳ ଓଡ଼ିଶାର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ। ଯାତ୍ରା ଆଜି କାହିଁକି ଏତେ ଅକ୍ଷମ ହେଇଯାଇଛି, ପଙ୍ଗୁ ସାଜିଯାଇଛି ଯେ ଗୋଟେ ଲଙ୍ଗଳା ନୃତ୍ୟ କରିବା କିମ୍ବା ଘୋଡ଼ା ହାତୀ ଦେଖେଇବା, ଏତେ ସବୁ ଦେଖେଇବା, ଆଉ ଯାତ୍ରା କାହିଁକି ଏତେ ପଙ୍ଗୁ ହେଇଯାଇଛି? ସବୁ ଆଣିବାକୁ ପଡୁଛି ଯାତ୍ରାକୁ। ଦେଖନ୍ତୁ, ଯେତେବେଳେ ଆପଣଙ୍କ ପାଖରେ
ଜିନିଷ ଦେଖନ୍ତୁ ବର୍ତ୍ତମାନ ମାନି ନିଅନ୍ତୁ ଆପଣଙ୍କ ପାଖରେ ଗୋଟେ ଜିନିଷ ଖରାପ ଅଛି, ଆପଣ ସେ ଜିନିଷଟାକୁ ବିକିବେ, ବିକିଲେ କ'ଣ ହବ? ଦେଖନ୍ତୁ ଯୋଉ ଗୋଟେ ପଚା ଜିନିଷଟା ଆପଣଙ୍କ ପାଖରେ ଅଛି ତାକୁ ଆପଣ କ'ଣ କରିକି ବିକିବେ? କଲର ମାରିକି ବିକିବେ। ଆପଣଙ୍କ ପାଖରେ ଯଦି ବହି ନାହିଁ, ଆପଣଙ୍କ ପାଖରେ ଯଦି ନାଟକ ନାହିଁ ଭଲ, ଲୋକ କୋଉଥିପାଇଁ ଆପଣଙ୍କ ପାଖକୁ ଆସିବେ? ତ ସେଥିପାଇଁ ଆପଣଙ୍କୁ ଅଶ୍ଳୀଳତା ପ୍ରୟୋଗ କରିବାକୁ ପଡୁଛି। ତେଣୁକରି ଯଦି ଆମ ପାଖରେ ନାଟକ ଅଛି, କଳା ଅଛି, ଆମେ ଯଦି ଲୋକମାନଙ୍କୁ ଯୋଉ ମେସେଜ ଦେବା ପାଇଁ ଚାହୁଁଛୁ, ଯଦି ଆମେ ସେଥିପାଇଁ ଆମ ପାଖରେ ଅଛି, ତେଣୁକରି ଆମକୁ ଅଶ୍ଳୀଳତାର କୌଣସି ପ୍ରକାର ଆବଶ୍ୟକତା ନାହିଁ, ଆମେ ମନେ କରୁଛୁ। ଯଦି କହିବେ ସାର୍ ଦର୍ଶକ ମାନେ କାହିଁକି ମେଲୋଡି ରେକର୍ଡ ଡ୍ୟାନ୍ସ ନାଟକର ମାନ ଅଛି, ତାହେଲେ ଏବେ ଦେଖନ୍ତୁ ଆମେ ଦେଖୁଥିଲୁ କିଛିଟା ଅନୁଷ୍ଠାନରେ ଯେ ମାନେ ମେଲୋଡି ସରିଲା ଅଧା ଦର୍ଶକ ପଳେଇଲେ, ଆଉ ମାନେ ଭାଗ ଦର୍ଶକ ବସୁଛନ୍ତି ନାଟକ ଭିତରେ। ଦର୍ଶକ ରୁଚି ବଦଳିଛି ନା ନାଟକର ମାନ୍ୟତା କମିଯାଇଛି? ନାଇଁ ନାଟକର ମାନ୍ୟତା କମି ଯାଇଥାଏ। ଦର୍ଶକ କେବେ ହେଲେ ପାଇଁ ଅଶ୍ଳୀଳତାକୁ ପ୍ରଶୟ ଦେଇନାହାନ୍ତି। ଆପଣ ଯୋଉ କହୁଛନ୍ତି ଅଶ୍ଳୀଳତାକୁ ରେକର୍ଡ ମେଲୋଡି ଡ୍ୟାନ୍ସ ଦେଖିବାକୁ ଆସୁଛନ୍ତି, ମୁଁ ଯେମିତି କହିଲି କିଛି କ୍ଷୀଣ ବର୍ଗ ଅଛନ୍ତି, ମୁଁ ବି ତାକୁ ମନା କରୁନୁ, ଆମେ ବି କହୁଛୁ କ୍ଷୀଣ ବର୍ଗ ଅଛନ୍ତି। ଦେଖନ୍ତୁ ଭଲ ଥିଲେ ଖରାପ ବି ଥିବେ, ଆମେ ଯିଏ ଯାହାକୁ ଯୋଉଠି ଯେଉଁଭଳି ଭାବେ ଦେଖିପାରିବା। ଯଦି ଆପଣ ଯାତ୍ରାର ପଜିଟିଭ ଆଙ୍ଗେଲକୁ ସବୁବେଳେ ଦେଖିବେ, ଆପଣ ପଜିଟିଭ ଭାଇବ ଦେଖିପାରିବେ। କିନ୍ତୁ ଯେହେତୁ ବର୍ତ୍ତମାନ ସମୟରେ ଆପଣ ବି କିଛି ଭୁଲ କହୁନାହାନ୍ତି, ବର୍ତ୍ତମାନ ବହୁତ ଯାତ୍ରା ପାର୍ଟି ମାନେ ଅଶ୍ଳୀଳତାକୁ ପ୍ରଶୟ ଦେଇଛନ୍ତି, କେବଳ ନାଟକ ଯେହେତୁ ନାହିଁ ତାଙ୍କ ପାଖରେ ଦେଇଛନ୍ତି, ତେଣୁକରି ଲୋକମାନେ ବି ଦେଖୁଛନ୍ତି। ଆମେ ଦେଖୁଛୁ ମାନେ ଯୋଉଠି ଯେକୌଣସି ଗୋଟେ ଆଡଭର୍ଟାଇଜମେଣ୍ଟ ହେଲା ଯେ ଆଜି ଅମୁକ ଆସୁଛନ୍ତି ଆଇଟମ ଡ୍ୟାନ୍ସର, ମାନେ ଟିକେଟ ମିଳୁନି, ଚଢା ଚଢି ଦର୍ଶକ ସେଇ ଅନୁଷ୍ଠାନକୁ ଯିବା ପାଇଁ। ଆମେ ଅନୁଭବ କରୁଛୁ ତା ମାନେ ନାଟକ ପ୍ରତି ଦର୍ଶକଙ୍କର ରୁଚି ନାହିଁ, ମେଲୋଡି ରେକର୍ଡ ଡ୍ୟାନ୍ସ ପ୍ରତି ଦର୍ଶକଙ୍କ ରୁଚି ରହୁଛି। ମୁଁ ଆପଣଙ୍କୁ ଆଉ ଟିକେ ଆଗରୁ କହିଲି, ଆପଣ କ'ଣ ଆଡଭର୍ଟାଇଜ କଲେ? ଆପଣ ନାଟକକୁ ଆଡଭର୍ଟାଇଜ କଲେନି, କଲେ ତା କଲେ ରେକର୍ଡ ଡ୍ୟାନ୍ସଟାକୁ ଆପଣ ଆଡଭର୍ଟାଇଜ କରିକି ଇଏ ଅମୁକ ଡ୍ୟାନ୍ସର ଆଜି ଆସୁଛନ୍ତି, ତାମାନେ ଆପଣଙ୍କର ଯାତ୍ରାରେ କିଛି ନାହିଁ। ଆପଣଙ୍କର ମେନ୍ ହେଲା ଆପଣ ମେଲୋଡି ପାର୍ଟି। ମେଲୋଡି ଆମ ଭିତରେ ଡିଫରେନ୍ସ କ'ଣ ରହିଲା? ଆମେ କେବଳ ଯୋଉ ରେକର୍ଡ ଡ୍ୟାନ୍ସ ଆମେ ଯୋଉ କରୁଛନ୍ତି ଯାତ୍ରାରେ, ସେଇଟା ଗୋଟେ ମନୋରଞ୍ଜନର ଗୋଟେ ସୀମିତ ମାତ୍ର, ସେଇଟା ଯାତ୍ରା ନୁହେଁ। ଆକ୍ଚୁଆଲି ଆମ ଯାତ୍ରାର ଫୋକସ ଯେତେବେଳେ ଆପଣ ନାଟକ, ସେଇଟା ହିଁ ମେନ୍, ସେଇଟା ହିଁ ମେନ୍ ଆମର, ସେଇଟା ହିଁ ମୂଳ ଲକ୍ଷ୍ୟ। ସେଇଥିରେ ଆପଣମାନଙ୍କୁ ଆମେ କ'ଣ ଆମର ପ୍ରେଜେଣ୍ଟେସନ କରିବେ। ହଁ, ସେଇଥିରେ ଆମେ କ'ଣ ଦେଖିବା, ଆପଣ ଏଇ ସୋସାଇଟିକୁ ଆମେ କ'ଣ ଦେଇପାରିବୁ, କ'ଣ ଶିକ୍ଷା ଆମେ ଦେଇପାରିବୁ। ଦେଖନ୍ତୁ ଆମେ ଯାତ୍ରା, ଆମେ ସବୁବେଳେ କଳା ସଂସ୍କୃତି ଆଉ ଆମର ଏଇ ସମାଜରେ କ'ଣ ଆମେ ଯୁବପିଢ଼ିଙ୍କ ପାଇଁ କ'ଣ ଆମର ଯୋଉ ପୁରାତନ ଆମର ଜେଜେବାପା ମାନେ ଥିଲେ, ସେମାନେ କ'ଣ ଜାଣିଥିଲେ। ଆମେ ବି ତ ବହୁତ ଛୋଟ, ଆମେ ବି ତ ବହୁତ କମ୍ ଯାତ୍ରା ଦେଖିଛୁ। ମୋର ମନେ ଅଛି ଆମେ ଯେତେବେଳେ ଆମର ଗାଁରେ ଯାତ୍ରା ପଡୁଥିଲା, ଆମେ ସେତେବେଳେ ପୁରା ଛୋଟବେଳେ ପାର୍ଲରରେ ବସିକି ଦେଖିଛୁ ଆମେ। ମୁଁ ବି ଦେଖିଛି। ଆଜ୍ଞା, ଛପ ପଡିଥିବ, ଆମେ ଦେଖୁଥାଉ। ସେ ଆଗରୁ ଯାଇକି ଦିନ 2ଟା ବେଳୁ ସବୁ ପକେଇବାକୁ ଆଜ୍ଞା। ଯୋଉଦିନ ଟିକେଟ ସେଲ୍ ଥିବ ସେଦିନ ତ ଖୁସି କହିଲେ ନ ସରେ। ବହୁତ ସିଟ୍ କମ୍ ପଡୁଥିଲା, କିନ୍ତୁ ସେତେବେଳେ ଆପଣଙ୍କ ଯାତ୍ରାରେ ଦେଖିବେ ପ୍ଲାଷ୍ଟିକ ଚେୟାର ନଥିଲା, ୱାୟାର ଚେୟାର ଥିଲା। ଆଜ୍ଞା ଆଜ୍ଞା। ଦେଖନ୍ତୁ ଧୀରେ ଧୀରେ ଯାତ୍ରାର ମାନ ବି ବଦଳିଛି। ସେଭଳି ଯାତ୍ରା ତ ବହୁତ, ସେଭଳି ଯେତେବେଳେ ନାଟକ ପରିବେଷଣ ହଉଥିଲା, ଆପଣ କହିଲେ ମତେ, ବର୍ତ୍ତମାନ ମତେ ପଚାରିଲେ ଯୋଉଟା ବାଜି ପ୍ରଶ୍ନ ବି ଅଛି, କିନ୍ତୁ ଆପଣ ଦେଖନ୍ତୁ, ଆପଣ ପଳେଇ ଯାଆନ୍ତୁ 10-15 ବର୍ଷ ପୁରୁଣା, ଯେତେବେଳେ ଆମେ ଛୋଟବେଳେ ଦେଖୁଥିଲେ, ସେତେବେଳେ ଆପଣ କ'ଣ ଦେଖୁଥିଲେ? ନାଟକ ଉଠିକି ପଳେଇ ଆସୁଥିଲେ, କାନ୍ଦି ପକଉଥିବେ ଆପଣ, ମନେ ଥିବ ଆପଣଙ୍କର। ଅନେକ ନାଟକ ଅଛି, ବହୁତ ନାଟକ ସେତେବେଳେ ମିଛ କହିଲେ। ହଁ, ଆମର ସେତେବେଳେ ମୋର ମନେ ଅଛି ମୁଦ୍ରା ରାକ୍ଷସ ଆସିଥିଲା କୋଣାର୍କ ଗଣନାଟ୍ୟର 2 ତାରିଖ ଖଣ୍ଡା, ଦେଖିଥିଲି ସେଇଟା। ସେତେବେଳେ ଆପଣଙ୍କର କମେଡିଆନ ମାନଙ୍କୁ ନଉଥିଲେ, ଏବେ ତ ଆପଣ କହିଲେ ଆଇଟମ ଡ୍ୟାନ୍ସର। ସେତେବେଳେ ଆମର ମନେ ଅଛି ଜୟୀ ଭାଇ ଯାଉଥିଲେ, ଜୟୀ ଭାଇ, ସିଦ୍ଧାନ୍ତ, ଏଇମାନେ ସମସ୍ତଙ୍କୁ ନଉଥିଲେ। ସେତେବେଳେ ସେମାନେ ଖାଲି ଗୋଟେ ବାଇଟ୍ ଦଉଥିଲେ କି କ'ଣ କରୁଥିଲେ, ସେମାନେ ପ୍ରୋତ୍ସାହିତ କରିବା ପାଇଁ ସେ ଯାଉଥିଲେ। ତାଙ୍କର ତ ଆଉ ମାନେ ଲୋକଙ୍କ ସାମ୍ନାକୁ ଆସିବା ପାଇଁ ତାଙ୍କୁ ସ୍କୋପ ନଥିଲା ଏ ଯାତ୍ରା ପେଣ୍ଡାଲ। ଆଉ ଗୋଟେ କଥା ଶେଷରେ ପ୍ରଶ୍ନ ରହିବା, ଆମେ ଯେତେବେଳେ ପ୍ରଥମେ ଆପଣଙ୍କ ଭିଡିଓ ଅପଲୋଡ କଲୁ, ବହୁତ ଦର୍ଶକ ଆମକୁ ଫୋନ କରି ପଚାରିଲେ କି ଯୁବ ପ୍ରଯୋଜକ ମାନେ ବହୁତ କମ ଏଜର କେମିତି କ'ଣ ଯାତ୍ରା ପାଇଁ ଆକୃଷ୍ଟ ହେଲେ, ଏଟା ଦର୍ଶକ ମାନଙ୍କୁ କହିବି। ଦେଖନ୍ତୁ, ବହୁତ ଛୋଟ, ମୁଁ ମାନେ ଯାତ୍ରା ଯୋଉମାନେ ପ୍ରେମୀ ଅଛନ୍ତି ତାଙ୍କ
ତୁଳନାରେ ମୁଁ ତ କହିବି ଆପଣମାନଙ୍କ ଆଶୀର୍ବାଦ ଆମ ଉପରେ ଥାଉ। ଆପଣମାନେ ଆମକୁ କୁହନ୍ତୁ ଆପଣମାନଙ୍କ ଜମାନାରେ କିଭଳି ଯାତ୍ରା ଥିଲା ଯାହାକି ଆମେ ଲୋକଙ୍କ ପାଖକୁ ଆପଣଙ୍କ ପାଖକୁ ନେଇକି ଯାଇପାରୁ। ଦେଖନ୍ତୁ ଯାତ୍ରା ଜଗତକୁ ଆସିବାର କିଭଳି ଇଚ୍ଛା ହେଲା ଭଲ ପ୍ରଶ୍ନଟିଏ। ଦେଖନ୍ତୁ ଏଇ ଯୋଉ ଯାତ୍ରା ଯୋଉ ହଉଛି ଏଥିରେ ମୁଁ କେହି ନୁହେଁ, ଏ ଟିବ୍ରା ଏଣ୍ଟରଟେନମେଣ୍ଟର ହିଁ ଏଇଟା ଗୋଟେ ଏନଜିଓ ଏଇଟା ଗୋଟେ ଏନଜିଓ ନୁହେଁ, ଇଏ ଆପଣଙ୍କର ଗୋଟେ ଅର୍ଗାନାଇଜେସନ, ଅର୍ଗାନାଇଜେସନ। ତ ସେ ଅନୁଷ୍ଠାନର ମୁଁ ଗୋଟେ ମତେ ଗୋଟେ ଆପଣ କହିପାରିବେ ଅଂଶ ବିଶେଷ କରିପାରନ୍ତି ମାତ୍ର। ତେଣୁକରି ଯେତେବେଳେ ଯାତ୍ରା କଥା ଆସିଲା ମୋର କଳାକୁ ବଞ୍ଚେଇବା, ଆମର କଳା ଟିକେ ଆମର ବଞ୍ଚିକି ରହୁ, ଆମର ଏହା ହିଁ ଏକମାତ୍ର ପ୍ରୟାସ ଥିଲା, ଆଉ କିଛି ନାହିଁ। ଆମର ପୁରାତନ କଳା, ପୁରାତନ ଲୋକମାନଙ୍କ ପାଖକୁ ପହଞ୍ଚୁ କଳା, ଆମର ଶିଳ୍ପୀମାନେ କଳା ଶିଳ୍ପୀମାନେ ବଞ୍ଚିକି ରୁହନ୍ତୁ, ଜୀବିକା ବଞ୍ଚିକି ରହୁ। ଆମର ଯେଉଁ ଐତିହ୍ୟ ଥିଲା, ତେଣୁ ଯାତ୍ରା ସବୁବେଳେ ସତ୍ୟକୁ ଦେଖାଇଥାଏ। ଆମର ଆଖପାଖରେ ପରିଚାଳିତ ହେଉଥିବା କାମକୁ ହିଁ ଦେଖାଉଥାଏ। ପରିବେଷଣ କରିବା ହିଁ ନାଟକ। ନାଟକ କ'ଣ ଆଉ କହୁନାହାନ୍ତି ଆପଣ? ଆଜିକାଲି ନାଟକର ମାନ ଆପଣ କହୁଛନ୍ତି ପରିବର୍ତ୍ତନ ହେଇଯାଇଛି ବି ଆମେ ଆକ୍ସେପ୍ଟ କରୁଛୁ, ହେଇଯାଇଛି। କିନ୍ତୁ ଆକ୍ଚୁଆଲି ଯଦି ଆମେ କଳା ପରିବେଷଣ କରିବା, ଯଦି ଆମେ ଲୋକଙ୍କ ପାଖକୁ ଯାଇପାରିବା, ତାହେଲେ ମୁଁ କହିବି ଆମେ ନିଶ୍ଚିତ ଭାବରେ ପୁଣି ଥରେ ଆମର ସେଇ ପୁରୁଣା ସ୍ମୃତି, ପୁରୁଣା ଲୋକଙ୍କୁ ଭଲ ପାଇବାକୁ ଆମେ ଯାଇପାରିବା। ଆମେ ନିଶ୍ଚୟ ଯାଇପାରିବା, ଆମର ବିଶ୍ୱାସ ଅଛି। ଆପଣମାନଙ୍କ ମାଧ୍ୟମରେ ମୁଁ ତ ରିକ୍ୱେଷ୍ଟ କରିବି, ଆପଣମାନେ ହିଁ ଆମକୁ ଲୋକମାନଙ୍କୁ କୁହନ୍ତୁ କଳା କିଭଳି ଆମର ଥିଲା ଆଗରୁ, ଆଉ ଆମର ଆପଣମାନେ ହିଁ ଫିଡବ୍ୟାକ୍ ଦିଅନ୍ତୁ ଆମ କଳା ଆଉ କିଭଳି ଭାବରେ ଉନ୍ନତ ମାନର ହେଇପାରିବ। ଯଦି ଆମେ କିଛି ଭୁଲ କରୁଛୁ, ତ୍ରୁଟି କରୁଛୁ, ଦେଖନ୍ତୁ ମୁଁ ତ କହିବି ଆମେ ଭୁଲ ତ୍ରୁଟି ବହୁତ ମାତ୍ରାରେ କରିବୁ, ଆମେ ତ ବହୁତ ଛୋଟ ବର୍ତ୍ତମାନ। ତେଣୁକରି ଆପଣମାନେ ଯେଉଁମାନେ ଯାତ୍ରା ପ୍ରେମୀମାନେ ଅଛନ୍ତି, ଆମେ ତାଙ୍କ ପାଖରେ ରିକ୍ୱେଷ୍ଟ କରିବୁ ସେମାନେ ଆମକୁ କୁହନ୍ତୁ କୋଉଠି ଆମର ତ୍ରୁଟି ରହୁଛି। ତ୍ରୁଟି ହେବାଟା ବଡ଼ କଥା ନୁହେଁ, ତ୍ରୁଟି ସଂଶୋଧନ କରିବାଟା ହେଲା ବଡ଼ କଥା। ଆପଣ ଯୋଉଠି ତ୍ରୁଟି ହେଉଛି କୁହନ୍ତୁ, ଆମେ ଆମର ସମ୍ପୂର୍ଣ୍ଣ ରୂପେ ଚେଷ୍ଟା କରିବୁ ଆମେ ସେ ତ୍ରୁଟିକୁ ସଂଶୋଧନ କରି ଆପଣଙ୍କ ପାଖକୁ ପୁଣି ଆଉ ଥରେ ସେ ଆପଣ ଯୋଉଭଳି ଚାହୁଁଛନ୍ତି ଆମେ ସେଇଭଳି ଭାବରେ କଳା ପରିବେଷଣ କରିବା। କହିବା ଦର୍ଶକମାନେ ଯାତ୍ରା ଗଙ୍ଗୋତ୍ରୀରୁ କ'ଣ ପାଇବେ, ଏମିତିକା କାହାଣୀ ସବୁ ପାଇବେ, ସେଥିରେ ଦର୍ଶକମାନଙ୍କୁ କହିବେ ଚିନ୍ତନ କରିବେ। ଦେଖନ୍ତୁ ଯାତ୍ରା ଗଙ୍ଗୋତ୍ରୀ ଆମେ ଯେଭଳି ଆପଣ କହିଲୁ, ସବୁବେଳେ ଆମକୁ କିଛି ନା କିଛି ଆମେ ଆପଣଙ୍କୁ ସୋସିଆଲ ମେସେଜ ଦେବା ପାଇଁ ଚାହିଁବୁ ଅନ୍ତିମ ଶେଷରେ। ତେଣୁକରି ଆପଣ ଯାହା ବି ଦେଖିବେ ଆପଣଙ୍କ ପାରିପାର୍ଶ୍ୱରେ ଘଟୁଥିବା ଘଟଣାମାନଙ୍କୁ ନେଇ ଆମର ଏଇ ନାଟକମାନ ପରିଚାଳିତ ହେବ। ତେଣୁକରି ଆପଣ ନିଶ୍ଚିତ ଭାବରେ ଆସନ୍ତୁ, ଦେଖନ୍ତୁ, ଆପଣ ନିଶ୍ଚିତ ଭାବରେ କିଛି ନା କିଛି ଶିକ୍ଷା ଲାଭ କରିକି ଯିବେ। ଆପଣ କେବଳ ମେଲୋଡି ରେକର୍ଡ ଡ୍ୟାନ୍ସରେ ସୀମିତ ହୋଇ ରୁହନ୍ତୁ ନାହିଁ, ଆପଣ ନାଟକ ଦେଖନ୍ତୁ। ନାଟକ ହିଁ ଆମର କଳା, ମେଲୋଡି ଆମର କଳା ନୁହେଁ। ଯଦି ଆମେ କହିବା ଆପଣ ଓଡ଼ିଶୀ ନୃତ୍ୟ ଦେଖନ୍ତୁ, ଆମେ ତାମାନେ ଆଧୁନିକଟାକୁ ଖରାପ ବୋଲି କହୁନୁ, ଯେହେତୁ ଆମେ ଓଡ଼ିଶାର ଲୋକ। ଆପଣ ଦେଖନ୍ତୁ ଯାତ୍ରାରେ ପଟ୍ଟଚିତ୍ର ଥିଲା, ସେତେବେଳେ ରଙ୍ଗ ଆପଣଙ୍କର କଳାକୃତି କିଭଳି ଥିଲା ସବୁ। ଆମର ଜଗନ୍ନାଥଙ୍କର ରାଜ୍ୟ, ଆମର ଓଡ଼ିଶୀ ନୃତ୍ୟ କୋଉ ଧରଣର ଥିଲା ସେତେବେଳେ। ତେଣୁକରି ଆସନ୍ତୁ ଆପଣମାନେ ସବୁ ଉପଭୋଗ କରନ୍ତୁ, ମନୋରଞ୍ଜନ, ହାସ୍ୟ, ଦୁଃଖ ବି ରହିବ, ସବୁ ଯେଭଳି ଜୀବନରେ ଆପଣମାନେ ବାଲ୍ୟରୁ ବୃଦ୍ଧ ଯାଏ ଯେଭଳି ଦେଖୁଛନ୍ତି, କେତେବେଳେ ହସ ରହୁଛି, କେତେବେଳେ କାନ୍ଦ ବି ରହୁଛି, କେତେବେଳେ ଆପଣ ଅତି ଉତ୍ଫୁଲ୍ଲିତ ରହୁଛନ୍ତି, କେତେବେଳେ ଆପଣ ପୁରା ମ୍ରିୟମାଣ ଦୁଃଖରେ ହେଇଯାଉଛନ୍ତି। ସେଇଭଳି ଜିନିଷ ଯାତ୍ରା ଆଉ କିଛି ନୁହେଁ। ଆପଣ ତାକୁ ନିଜର ବୋଲି ଭାବନ୍ତୁ, ନିଜ ଷ୍ଟୋରି ସହିତ ଲାଇକ୍ କରନ୍ତୁ। ଆମେ ବି ଚାହିଁବୁ ଆପଣଙ୍କ ଷ୍ଟୋରି ଯଦି କିଛି ଅଛି, ଯଦି ଆପଣ ପାରିପାର୍ଶ୍ୱିକ ଭିତରେ ଆପଣ ଭାବୁଛନ୍ତି ଏଇ ନାଟକଟା କିଛି ହେଇପାରିବ, ଏଇ ନାଟକଟା ଲୋକଙ୍କ ପାଖକୁ ଯିବା ଦରକାର, ତାହେଲେ ଆପଣ ବି ଆମ ପାଖକୁ ଆସନ୍ତୁ, ଆମକୁ କୁହନ୍ତୁ, ଆମେ ବି ଆପଣଙ୍କ ନାଟକକୁ ଲୋକଙ୍କ ପାଖକୁ ନେଇକି ଯିବା ପାଇଁ ଚାହିଁବୁ, ଲୋକଙ୍କ ପାଖରେ ପରିବେଷଣ କରିବୁ। ତେଣୁ ଯାତ୍ରା ଗଙ୍ଗୋତ୍ରୀ ପରିବାର ତରଫରୁ ସମସ୍ତଙ୍କୁ ଆମେ ଅନୁରୋଧ କରିବୁ, ସମସ୍ତେ ଆସନ୍ତୁ, ବହୁମାତ୍ରାରେ ଯୋଗ ଦିଅନ୍ତୁ, ଆମର କଳାକୁ ଦେଖନ୍ତୁ। ଆମର ରାଜ୍ୟ କଳାପ୍ରିୟ ରାଜ୍ୟ, ତେଣୁକରି କେବେ ହେଲେ ପାଇଁ ଆମ କଳାକୁ ଭୁଲନ୍ତୁ ନାହିଁ। ଆପଣମାନେ ଥରେ ଗଙ୍ଗୋତ୍ରୀର ନାଟକ ଦେଖନ୍ତୁ, ସମସ୍ତେ ଗଙ୍ଗୋତ୍ରୀ ପାଖକୁ, ଗଙ୍ଗୋତ୍ରୀ ଯୋଉଠି ବି ଆପଣଙ୍କର ଏରିଆରେ ଯାଉଛି ତାକୁ ଉତ୍ସାହିତ କରନ୍ତୁ। ଆପଣ ସୋସିଆଲ ମିଡ଼ିଆରେ ଆମକୁ ଫଲୋ ବି କରନ୍ତୁ, ସୋସିଆଲ ମିଡ଼ିଆରେ ଆମକୁ ଆମର ପ୍ରଚାର ବି କରନ୍ତୁ। ଆମେ କହିବୁ ଆମେ ସୋସିଆଲ ମିଡ଼ିଆରେ ପ୍ରଚାର କରିବା ଅପେକ୍ଷା ଆମର ଭୁଲକୁ ତ୍ରୁଟିକୁ ଦର୍ଶାନ୍ତୁ, ଯାହାକି ଆମେ ଆପଣଙ୍କ ପାଖରେ ଯେତେବେଳେ ପୁଣି ଥରେ ଯିବୁ ଆମେ ତାକୁ ସଂଶୋଧନ କରିକି ଯାଇପାରୁ। ଧନ୍ୟବାଦ ସାର୍।